ତମାଲିକି ଜୟ ଜଗନ୍ନାଥ। ଜାଗର ପାଇଁ ବାପା ନାନା ମୁଁ ବାହାରି ଯାଇଥିଲୁ ଦୋହଡ଼ା। ଆମ ଭାଗ୍ୟ ବହୁତ ଭଲ ଅଛି, ଆମେ ଆସୁ ଆସୁ ଛୋଟ ଲାଇନ୍ ହେଇଥିଲା, ଆମ ପଛରେ ବହୁତ ସାରା ଲୋକ ଥିଲେ। ଜାଗର ପାଇଁ ନାଗମୂର୍ତ୍ତି ବାହାରକୁ ଆସିଥିଲେ। ଏବେ ଠାକୁରଙ୍କ ଦର୍ଶନ ବହୁତ ଭଲରେ ବି ହେଇଗଲା। ଭିତରେ ଠାକୁରଙ୍କ ଦର୍ଶନ ହରିବୋଲ ହୁଳହୁଳିରେ କମ୍ପୁଥିଲା ମନ୍ଦିର। ଭଲରେ ଠାକୁରଙ୍କ ଦର୍ଶନ ହେଇଯାଉଥିଲା। ଯେତେ ଠାକୁର ଦେଖିଲେ ନା ଆଜି ବହୁତ ଦେଖିବାକୁ ଇଚ୍ଛା ହେଉଛି। ଏଠି ତ ହେଇପାରିବନି, ଅଲଗା ଲୋକ ଦର୍ଶନ କରିବେ। ଆମେ ମନ୍ଦିର ଚାରିପଟେ ବୁଲାବୁଲି କରିସାରିବା ପରେ ସେଠୁ ହାଫ୍ କିଲୋମିଟର ଆଉ ଗୋଟେ ବି ଶିବ ମନ୍ଦିର ଯାଇଥିଲୁ। ସେଠି ମନ୍ଦିରର ତାପରେ ଆମେ ଘର ପାଖରେ ଥିବା ଶିବ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରି ସାରିବା ପରେ ଆମେ ବସି ପଡ଼ିଥିଲୁ ଦୀପ ଜଳିବା ପାଇଁ। ଏଠି ଆମର ଅଷ୍ଟପ୍ରହରୀ ବି ଚାଲିଥିଲା। ଏଠି ସୁନ୍ଦର ଭାବରେ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ ସବୁ ଚାଲିଥିଲା। ଛୋଟ ଛୋଟ ପିଲାମାନେ ରାଧାକୃଷ୍ଣଙ୍କର ବେଶ, ଭାଲୁ ବଗ ଇତ୍ୟାଦି ସବୁ ଡ୍ୟାନ୍ସ ମାନେ ନାଚ କରୁଥିଲେ। ଏଠି ଅଷ୍ଟପ୍ରହରୀରେ ଆଳତି ସମୟ କଣ୍ଟାପଡ଼ର ବାପ ଆଳତି ସମୟ କରୁଥିଲେ। ମହାଦୀପ ଠାକୁରଙ୍କ ପାଖରେ ଲାଗିବା ପାଇଁ ଏଠି ଭାଇନା ଘିଅ ସଞ୍ଜକୁ ସଜାଡୁଥିଲେ। ଠାକୁରଙ୍କ ସଜବାଜ ଆଳତି ସାରି ମହାଦୀପ ଉଠିଥିଲା। କଥାରେ ଅଛି ଯେ ଯେଉଁମାନେ କାଷ୍ଟା କରନ୍ତି ସେଇମାନେ ହିଁ ମହାଦୀପ ଦେଖିବା ଉଚିତ।